ନମ୍ବର 1 ନିଜ 5 ବର୍ଷର ଦରମା ବାଳିକାମାନଙ୍କ ଶିକ୍ଷା ପାଇଁ ଦାନ କଲେ ଏହି ସାଂସଦକ। ବାଳିକାମାନଙ୍କ ଶିକ୍ଷା ପାଇଁ ଦେଶରେ ସରକାରଙ୍କ ଅନେକ ଯୋଜନା ଚଳାଉଛନ୍ତି। ଏଥିସହିତ ବର୍ତ୍ତମାନ ବ୍ୟକ୍ତିଙ୍କ ସ୍ତରରେ ନେତାମାନେ ଝିଅମାନଙ୍କ ପାଇଁ ମଧ୍ୟ ବଡ଼ ପଦକ୍ଷେପ ଗ୍ରହଣ କରୁଛନ୍ତି। ତେବେ ବିବାହରୁ ଯୁବ ସାଂସଦ ସୋମବାରୀ ଚୌଧୁରୀ ମଧ୍ୟ ଏଭଳି ପଦକ୍ଷେପ ନେଇଛନ୍ତି। ଲୋକସଭା ପାର୍ଟି ସାଂସଦ ସୋମବାରୀ ଚୌଧୁରୀ ଗୁରୁବାର ଦିନ ଘୋଷଣା କରିଛନ୍ତି ଯେ ସେ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ସମସ୍ତ ପୁରରେ ବାଳିକା ଶିକ୍ଷାନୁଷ୍ଠାନ ପ୍ରୋତ୍ସାହିତ କରିବା ପାଇଁ ତାଙ୍କର 5 ବର୍ଷ କାର୍ଯ୍ୟକାଳ ବେତନ ଦେବେ। ସୋମବାରୀ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ନେତୃତ୍ୱରେ ଲୋକ ଜନତା ପାର୍ଟିର ସାଂସଦକ ଅଟନ୍ତି। ନମ୍ବର 2 ପୁଣି ଅଶାନ୍ତ ହେଲାଣି ମଣିପୁର। 5 ଜିଲ୍ଲାରେ ଲାଗୁ ହେଲା ଅପସା। ମଣିପୁର ପୁଣି ଥରେ ଅଶାନ୍ତ ହୋଇପଡ଼ିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଣି ଥରେ ଆର୍ମଡ ଫୋର୍ସ ସ୍ପେଶାଲ ପାୱାର ଆକ୍ଟ ଲାଗୁ କରାଯାଇଛି। ରିପୋର୍ଟ ଅନୁସାରେ 5 ଜିଲ୍ଲାରେ 6 ପୁଲିସ ଷ୍ଟେସନ ଅଧୀନରେ ଆସୁଥିବା ଅଞ୍ଚଳଗୁଡ଼ିକରେ ଏହି ଅପସା ଆଇନକୁ ଲାଗୁ କରାଯାଇଛି। ଆଦିବାସୀ ଓ ଅଣ ଆଦିବାସୀମାନେ ସଂଘର୍ଷ ଯୋଗୁଁ ମଣିପୁରର ହିଂସାମୁଖୀ ପରିବେଶ ସୃଷ୍ଟି ହୋଇଥିଲା ବେଳେ ସାଧାରଣ ଲୋକ ଭୟଭୀତ ହୋଇପଡ଼ିଥିଲେ। ତେବେ ଏବେ ଯେତେବେଳେ ଏସବୁ ଉତ୍ତେଜନା ପ୍ରଭାବ ଅଞ୍ଚଳଗୁଡ଼ିକରେ ଅପସା ଆଇନ ଲାଗୁ କରାଯାଇଛି ସେତେବେଳେ ଏସବୁ ସ୍ଥାନରେ ସୁକର୍ମୀ ସର୍ବୋଚ୍ଚ କ୍ଷମତାର ଅଧିକାରୀ ହୋଇଛନ୍ତି। ନମ୍ବର 3 ଆରମ୍ଭ ହେଲା ଭୁବନେଶ୍ୱର ବାଲିଯାତ୍ରା। 10 ଦିନ ପାଇଁ ଚାଲିବ ମେଳା। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାଠାରୁ କୁଆକାଇ ନଦୀ ଫଟାରେ ଶୁକ୍ରବାର ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ ଆରମ୍ଭ ହୋଇଛି। ଚଳିତ ବର୍ଷ 10 ଦିନ ପାଇଁ 24 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ବାଲିଯାତ୍ରା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶୁକ୍ରବାର ସକାଳ 7ଟାରେ ବୋଇତ ବନ୍ଦାଣ ଉତ୍ସବରେ ଭୁବନେଶ୍ୱର ଉତ୍ତର ବିଧାୟକ ତଥା ମହୋତ୍ସବ ସଭାପତି ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ। ସନ୍ଧ୍ୟା 5ଟାରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ଓଡ଼ିଶା ଭାଷା, ସାହିତ୍ୟ, କଳା, ସଂସ୍କୃତି, କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ମହୋତ୍ସବ କମିଟି ଅଧ୍ୟକ୍ଷ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଭୁବନେଶ୍ୱର ବାଲିଯାତ୍ରା ଓ ବାଣିଜ୍ୟ ମେଳାକୁ ଉଦ୍ଘାଟିତ କରିବେ। ନମ୍ବର 4 ଲକ୍ଷ ଲକ୍ଷ ଲୋନଦାରୀଙ୍କୁ ଏସ୍ବିଆଇ ଦେଲା ବଡ଼ ଝଟକା। ବଢ଼ିଲା ଏହି ସବୁର ଇଏମ୍ଆଇ। ଏସ୍ବିଆଇ ଲୋନ୍ ଇଏମ୍ଆଇ। ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସ୍ବିଆଇ ଲୋନଦାରୀଙ୍କୁ ଦେଲା ବଡ଼ ଝଟକା। ବ୍ୟାଙ୍କ ଏମ୍ସିଏଲ୍ର ହାରରେ ବୃଦ୍ଧି ଘୋଷଣା କରିଛି। ଯେଉଁ କାରଣରୁ ବ୍ୟାଙ୍କରୁ ଋଣ ନେବା ମହଙ୍ଗା ପଡ଼ିଛି। ବାସ୍ତବରେ ବ୍ୟାଙ୍କ କିଛି ସମୟ ପାଇଁ ଫଣ୍ଡ ଭିତ୍ତିକ ଋଣ ହାରର ମାର୍ଜିନ ମୂଲ୍ୟରେ 0.05% ବୃଦ୍ଧି ଘୋଷଣା କରିଛି। ଏକ ବର୍ଷର ଏମ୍ସିଏଲ୍ର ଏକ ପ୍ରମୁଖ ଟ୍ରେଣ୍ଡ ଯାହା ସହିତ ଦୀର୍ଘକାଳୀନ ଋଣ ସଂଯୁକ୍ତ। ଶୁକ୍ରବାର ଦିନ 9%କୁ ବୃଦ୍ଧି କରାଯାଇଛି। ଏକ ବର୍ଷ ଏମ୍ସିଏଲ୍ର ହାର ବ୍ୟକ୍ତିଗତ ଯାନ ଏବଂ ଗୃହ ପରିମାଣ ଋଣ ହାର ସ୍ଥିତି କରେ। ନମ୍ବର 5 ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଆଜିଠୁ ଅନଲାଇନ୍ ମୋଡ୍ରେ ଚାଲିବ ପ୍ରାଇମେରୀ ସ୍କୁଲ। ଦେଶରେ ରାଜଧାନୀ ଦିଲ୍ଲୀରେ ଏବେ ନିଶ୍ୱାସ ନେବା କଷ୍ଟ ହୋଇପଡ଼ିଲାଣି। ପୁରୀ ସହର ଓ ଆଖପାଖ ଅଞ୍ଚଳଗୁଡ଼ିକ ଘେରି ରହିଛି ପ୍ରଦୂଷଣ ଚାଦର। ପ୍ରଦୂଷଣରେ ମୋଟା ଆସ୍ତରଣ ଓ ଧୂଳିଆ ପରିବେଶ ମଧ୍ୟରେ ଲୋକମାନେ କେବଳ ଅଣନିଶ୍ୱାସୀ ଅନୁଭବ କରୁଛନ୍ତି। ଦିଲ୍ଲୀରେ ପ୍ରଦୂଷଣ ହେତୁ ପରିସ୍ଥିତି ଦିନକୁ ଦିନ ବିଗିଡ଼ି ଯାଇଛି। ପ୍ରଦୂଷଣ ବୃଦ୍ଧି ହେତୁ ମୁଖ୍ୟମନ୍ତ୍ରୀ ଆତିଶା ଏହି ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦିଲ୍ଲୀରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ କେବଳ ଅନଲାଇନ୍ ମୋଡ୍ରେ ଚାଲିବ, ଯାହା ଚଳିତ ବର୍ଷ ପ୍ରଥମ ଥର ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ନମ୍ବର 6 ଭଗବାନଙ୍କ ଭରସାରେ ଆଉଟସୋର୍ସିଂ କର୍ମଚାରୀ ଶୋଷୁଛନ୍ତି ସର୍ଭିସ ପ୍ରୋଭାଇଡର। ଚାକିରି ଭୟରେ ଡରି ଡରି ଦିନ କଟୁଛି। ଆଜି ନିଯୁକ୍ତି କାଲି ଚଟେଇ। ଏଥିରେ ବର୍ତ୍ତମାନ ନାହିଁ କି ଭବିଷ୍ୟତ ନାହିଁ। ଚାକିରି ସର୍ତ୍ତାବଳୀ ଅଛି ସତ, ମାନୁଛି କିଏ? ସକାଳୁ ସଞ୍ଜ କୀର୍ତ୍ତଦାସ ଭଳି କଟୁଛନ୍ତି। ଅଫିସରଙ୍କ ଇଙ୍ଗିତରେ ବସ୍ ଉଠ୍ ହେଉଛନ୍ତି। ପ୍ରତି ମୁହୂର୍ତ୍ତରେ ଚାକିରିରୁ ଚଟେଇ ଭୟ। ସରକାର ମାସକୁ ଯେମିତି ପାଉଣା ଦେବେ କର୍ମଚାରୀଙ୍କୁ ମିଳିବ ତାର 85ରୁ 90%। ବଳକା ଅର୍ଥ ଯାଉଛି ନିଯୁକ୍ତି ଯୋଗାଇଥିବା ଆଉଟସୋର୍ସିଂ ସଂସ୍ଥା ପକେଟକୁ। ସେବା ଆଳରେ ବର୍ଷ ବର୍ଷ ଧରି ଏମିତି ଶୋଷୁଛନ୍ତି ସର୍ଭିସ ପ୍ରୋଭାଇଡ ଏଜେନ୍ସି। ସରକାର ସବୁ ଜାଣୁଛନ୍ତି, ସବୁ ଶୁଣୁଛନ୍ତି, ହେଲେ ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଛନ୍ତି। ଆତରେ ନ ମାରି ବାତରେ ମାରୁଛନ୍ତି ସରକାର। ନମ୍ବର 7 ଶ୍ରୀ ଜଗନ୍ନାଥଙ୍କୁ 34 ଘଣ୍ଟା ତାଲା ପକାଇ ଉପାସରେ ରଖିଲେ ସେବାୟତ। ସରକାରୀ ମହଲରୁ ଚାପ ପଡ଼ିବା ପରେ କଲିଲା ତାଲା। ଶ୍ରୀ ଲିଙ୍ଗରାଜ ମନ୍ଦିର ବେଳାରେ ପାର୍ଶ୍ୱରେ ଦେବତା ଶ୍ରୀ ଜଗନ୍ନାଥଙ୍କୁ ତାଲା ପକାଇ ପ୍ରାୟ 34 ଘଣ୍ଟା ସେବାୟତମାନେ ଉପାସରେ ରଖିଥିଲେ। ଗୁରୁବାର ବିଭିନ୍ନ ସରକାରୀ ମହଲରୁ ଚାପ ପଡ଼ିବା ପରେ ସେବାୟତମାନେ ନିଜ ଆଡ଼ୁ ପକାଇଥିବା 2ଟି ଯାକ ତାଲା ଖୋଲିଲେ। ଫଳରେ ଦିଅଁଙ୍କ ନୀତି ସ୍ୱାଭାବିକ ହେଲା। ପୂର୍ବାହ୍ନ ଖବରକାଗଜରୁ ସୂଚନା ପାଇ ସରକାରୀ ବେତନର କମିଶନର ଶିଶିର କୁମାର ସାହୁ ପ୍ରଥମେ ମନ୍ଦିର ପହଞ୍ଚି ସେବାୟତଙ୍କ ସହ ଆଲୋଚନା କରି ତୁରନ୍ତ ତାଲା ଖୋଲିବା ଲାଗି କହିଥିଲେ। ନମ୍ବର 8 ପ୍ରଥମେ ଚିରିଲେ ବିଲ୍, ପରେ ଆକ୍ ଡ୍ୟାନ୍ସ କଲେ ମହିଳା। ସାଂସଦ ଭିଡିଓ ହେଉଛି ଭାଇରାଲ। ନ୍ୟୁଜିଲାଣ୍ଡରେ ସାଂସଦଙ୍କ ଗୁରୁବାର ଦିନ ବହୁତ ହାଙ୍ଗାମା ହୋଇଥିଲା, ଯେଉଁଠାରେ ଏକ ନିଆରା ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏଠାରେ ସଂସଦ ସର୍ବକନିଷ୍ଠ ସାଂସଦ ହାରା ରାଉତି ଏକ ବିଲ୍ ବିବାଦରେ ଏବେ ବିରୋଧ କରିଥିଲେ ଯେ ବର୍ତ୍ତମାନ ତାଙ୍କ ଭିଡିଓ ଭାଇରାଲ ହେବାକୁ ଲାଗିଛି। ସୂଚନାଯୋଗ୍ୟ ସାଂସଦ ହାନା ହର୍ଷାରୀ ମାଧୁରୀ ହାକା ନେତୃତ୍ୱ କରି ଏକ ବିଲ୍ ବିରୋଧୀ କରିଥିଲେ।
ସାଂସଦମାନେ ସଂସଦରେ ଏକତ୍ରିତ ହୋଇ ଚୁକ୍ତିନାମା ଫ୍ରାକ୍ସମାଲ ବିଲ୍ ଉପରେ ଭୋଟ ଦେଇଥିଲେ, କିନ୍ତୁ ଦେଶରେ ସର୍ବକନିଷ୍ଠ ମହିଳା ସାଂସଦ ହାନା ଅଧିବେଶନକୁ ବ୍ୟାହତ କରିଥିଲେ। ଏହାପରେ ସେମାନେ ହାକା ଏବଂ ପାରମ୍ପରିକ ମାଓରୀ ନୃତ୍ୟ ପରିବେଷଣ ଆରମ୍ଭ କରିଥିଲେ। ନମ୍ବର 9 ରାଜଧାନୀରେ ଚାଞ୍ଚଲ୍ୟ, ମା'ର ଅର୍ଥନୈତିକ ସମ୍ପର୍କ ଦେଖିଦେବାରୁ ପିଲାଙ୍କୁ ଚେଙ୍କ ଦେଲେ ପ୍ରେମିକ। ରାଜଧାନୀରେ ଚାଞ୍ଚଲ୍ୟ, ବାପା ଥାଉ ଆଉ ଅର୍ଥନୈତିକ ସମ୍ପର୍କଗୁଡ଼ିକ ବୁଡ଼ି ରହିଥାଉ ମା'। ଏହାକୁ ବିରୋଧ କରିବା ପିଲାଙ୍କ ପାଇଁ କାଳ ହେଲା। ମା' ଆଗରେ ପିଲାଙ୍କୁ ଚେଙ୍କ ଦେଲେ ପ୍ରେମିକ। ବନ୍ଧକରେ ଦୁଇ ପିଲାଙ୍କୁ 3 ଦିନ ଧରି ଗରମ ଚିମୁଟାରେ ଚେଙ୍କ ଦିଆଯାଉଥିଲା। ଏହିପରି ଏକ ଲଜ୍ଜାଜନକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ମୈତ୍ରୀ ବିହାର ଥାନା ମହାବୀର ବସ୍ତିରେ ଘଟିଛି। ସୂଚନା ଅନୁସାରେ ବାପା ଅନୁପସ୍ଥିତ ମା' ପରପୁରୁଷ ସହ ପ୍ରେମ ସମ୍ପର୍କରେ ରଖିଥିଲା, ଯାହାକୁ ବରଦାସ୍ତ କରିପାରିଲେନି ଭାଇ ଭଉଣୀ। ନମ୍ବର 10 ଚୀନ ରାସ୍ତାକୁ ଉଡ଼ାଇ ଦେଲା ଭାରତ। ଭାରତ ଏବଂ ଚୀନ ମଧ୍ୟରେ ମତଭେଦ ପରେ ଭାରତୀୟ ସେନା 2017ରେ ଡମ୍ ଚକରେ ନିର୍ମିତ BRO ର ରାସ୍ତାକୁ ନଷ୍ଟ କରିଦେଇଛି। ଏହି ଖବର ସେନା ସୂତ୍ର ମାଧ୍ୟମରେ ସାମ୍ନାକୁ ଆସିଛି। ଏଥିସହିତ ଚୀନ ମଧ୍ୟ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ କରିଦେଇଛି। ଡେମ୍ ଚକ୍ ଏବଂ ଡେପୋସଙ୍ଗରେ 6ଟି ପଏଣ୍ଟ ଅଛି, କିନ୍ତୁ ବର୍ତ୍ତମାନ କେବଳ ଗୋଟିଏ ସ୍ଥାନରେ ପେଟ୍ରୋଲିଂ ଚାଲିଛି। ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ପରେ ନଭେମ୍ବର 4 ଡେପୋସଙ୍ଗ ଏବଂ ଡେପୋଚାକାରେ ସେନା ପ୍ରତ୍ୟାହାର ଏବଂ ପେଟ୍ରୋଲିଂ ଆରମ୍ଭ ହୋଇଥିଲା। ଭାରତୀୟ ସେନା ପ୍ରଥମ ଥର ପାଇଁ ଡେପୋସଙ୍ଗରେ ଥିବା ଏକ ପେଟ୍ରୋଲିଂ ପଏଣ୍ଟରେ ସଫଳତାର ସହ ପେଟ୍ରୋଲିଂ କରିଥିଲା। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।